ଜୟ ଜଗନ୍ନାଥ। ଏବେ କମ୍ ବୟସରେ ଚୁଟି ପାଚିଯିବା ଅନେକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଇଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମନେ ରଖିଥାନ୍ତୁ କ'ଣ କରିବେ। 5ଟି ଭୁଲ ଆପଣଙ୍କର ଯୋଗୁଁ ଏ ଚୁଟି କମ୍ ବୟସରେ ପାଚିଯାଏ। ଅନେକ ଜାଣନ୍ତି ନାହିଁ କମ୍ ବୟସରେ ଚୁଟି ପାଚିବା ଆଜିକାଲି ବହୁତ କମନ୍ ହୋଇଗଲାଣି। ତେଣୁ ଏହାର କାରଣ ଭିଟାମିନ୍ B12 ଆଉ ତା ସହିତ B5 D ଓ E ଅଭାବର ମୁଖ୍ୟ କାରଣ ହେଉଛି ଚୁଟି ପାଚିଯିବା। ତେଣୁ ଲୌହ କପର ଆଉ ଜିଙ୍କ ଅଭାବରୁ କେଶ ଧଳା ହୋଇଯାଏ ଆପଣ ଜାଣନ୍ତି। ଅତ୍ୟଧିକ ଟେନସନ୍ ଆଉ ମାନସିକ ଚାପରେ ଚୁଟି ଆପଣଙ୍କର ଧଳା ହୋଇଯାଏ। ଆଉ ଯେଉଁମାନେ କ'ଣ ନା ବିଭିନ୍ନ ପ୍ରକାର ସାମ୍ପୁ ୟୁଜ୍ କରନ୍ତି ଆଉ ତା ସହିତ ଚୁଟିରେ ତେଲ ଲଗାନ୍ତି ନାହିଁ, ଚୁଟି ଧଳା ହୋଇଯାଏ। ଆପଣଙ୍କୁ ନିବେଦନ ରହିଲା ଆପଣ ଘଣା ସୋରିଷ ତେଲ ଆପଣ ପରୀକ୍ଷା କରିବେ, ଆପଣ ଲଗାନ୍ତୁ। ସପ୍ତାହକୁ ଆପଣ ଥରେ ଘଣା ସୋରିଷ ତେଲ ଆପଣ ଲଗାନ୍ତୁ, କାହିଁକିନା ସେଇଟା ଅରିଜିନାଲ୍ ରହେ। ଆଉ ତା ସହିତ ରନ୍ଧା ନଡ଼ିଆ ତେଲ ଯେଉଁମାନେ ଅଭ୍ୟାସ କରନ୍ତି, ପିଲାବେଳୁ ଯେଉଁମାନେ ତେଲ ଲଗାନ୍ତି ସେମାନଙ୍କ ଚୁଟି କମ୍ ଦିନରେ ଜମା ବି ପାଚେ ନା। ତେଣୁ ଆମେ ଫ୍ୟାସନ୍ ଯୁଗରେ ରହିଲୁ, ଚୁଟି ସବୁବେଳେ କ'ଣ କଲୁ ନା ଡ୍ରାଏ କଲୁ ଚୁଟି, ତା ସହିତ ଆମେମାନେ କ'ଣ ନା ବିଭିନ୍ନ ପ୍ରକାର ସବୁ କସ୍ମେଟିକ୍ର ଜିନିଷ ଚୁଟିରେ ସାମ୍ପୁ ୟୁଜ୍ କଲୁ, ଯାହାଦ୍ୱାରା ଚୁଟି ପାଚିଯାଏ। ତେଣୁ ଚୁଟିକୁ ରଙ୍ଗ କରିବାକୁ ପଡ଼ୁଛି। କମ୍ ବୟସରେ ଚୁଟି ପାଚିଯାଇଛି, ମୁଖ୍ୟ କଳା କରନ୍ତୁ, ନହେଲେ ମେହେନ୍ଦି କରନ୍ତୁ, ନହେଲେ ଚୁଟି ଧଳା ହେଲେ ଲାଜ ମାଡ଼ୁଛି। ତେଣୁ ଏ କେମିକାଲ ଯୁକ୍ତ ହେୟାର ଡାଇ ସାମ୍ପୁ ବ୍ୟବହାରର ହେଉଛି ମୁଖ୍ୟ କାରଣ। ଆଉ ତା ସହିତ ମଧ୍ୟ ଖାଦ୍ୟପେୟ, ପେଟ ଗରମ ରହିଲେ ମଧ୍ୟ ଚୁଟି ପାଚିଯାଏ। ତେଣୁ ଜଙ୍କ ଫୁଡ଼ ପୋଷଣର ଅଭାବରୁ ଚୁଟି ଆପଣଙ୍କ ପାଚିଯାଏ। ତେଣୁ ଖାଲି ସେତିକି ନୁହଁ, ପ୍ରଦୂଷଣ, ସୂର୍ଯ୍ୟ କିରଣ କେଶ ରଙ୍ଗକୁ ନଷ୍ଟ କରିଦିଏ। ତେଣୁ ଯେଉଁମାନେ ଖରାରେ କାମ କରୁଛନ୍ତି ସେଠି ମଥାକୁ ଢାଙ୍କିକି ଆପଣ କାମ କରନ୍ତୁ। ଆଉ ଏହା ସବୁବେଳେ ଜେନେଟିକ୍ ଗୁରୁତର ରୋଗ ମଧ୍ୟ ଆପଣଙ୍କର ନୁହେଁ। ଆପଣ ଏ କଥା ଜାଣନ୍ତି ଯେ ଅନେକ ଭାବି ଦିଅନ୍ତି ଚୁଟି ପାଚିଗଲା ସମସ୍ୟା ପଡ଼ିଯାନ୍ତି, ନାହିଁ ତା ନୁହେଁ। ସବୁଜ ପନିପରିବା ତା ସହିତ ଡାଲି ଆପଣ ଖାଇଲେ କେଶ ଭଲ ରହେ। ତେଣୁ ପ୍ରତ୍ୟେକ ଦିନ ଆପଣ ଡାଲି ଖାଇବା ଅଭ୍ୟାସ କରନ୍ତୁ, ଯାହାଦ୍ୱାରା ଦେଖିବେ କେଶ ଆପଣଙ୍କ ପାଚିବା ବନ୍ଦ ହୋଇଯିବ। ତା ସହିତ ଆପଣ ଗୋଟେ ଘରୋଇ ଉପଚାର ଆପଣଙ୍କୁ କହୁଛୁ, ଆପଣ କିଛି ନଡ଼ିଆ ତେଲ ଆପଣ ନେଇଯାଆନ୍ତୁ, ତଥା ତା ଦେହରେ ଭୃଷଙ୍ଗ ପତ୍ରକୁ ଆପଣ ଭୃଷଙ୍ଗ ପତ୍ରକୁ କ'ଣ କରନ୍ତୁ, ବାଟି ଦିଅନ୍ତୁ, ସେ ନଡ଼ିଆ ତେଲରେ ପକାଇ ଦିଅନ୍ତୁ। ଆଉ ତା ସହିତ ସେଇକୁ ଆଗ ମୁଣ୍ଡରେ ଲଗାନ୍ତୁ। ଚୁଟି ଆପଣଙ୍କର ଉପୁଡ଼ିବା କମ୍ ହେବ, ତା ସହିତ ମଧ୍ୟ ଆପଣଙ୍କର କ'ଣ ହେବ ନା ଚୁଟି କଳା ହେବ। ଆଉ ଯଦି ତାହା ନ କରିପାରୁଛନ୍ତି, ନଡ଼ିଆ ତେଲରେ ମନ୍ଦାର ଫୁଲକୁ ଶୁଖେଇ ଆପଣ କ'ଣ କରନ୍ତୁ ନା ସେଇ ସପ୍ତାହକୁ 3 ଥର ଆପଣ ନିହାତି ଭାବରେ ଲଗାନ୍ତୁ। ନଡ଼ିଆ ତେଲରେ ପକାଇ ଦିଅନ୍ତୁ, ମନ୍ଦାର ଫୁଲ ଶୁଖେଇକି ସକାଳୁ ତାକୁ ଲଗାଇ ଦିଅନ୍ତୁ। ତାପରେ ମୁଣ୍ଡ ଆପଣ ଧୋଇ ପକାଇବେ ଗୋଟେ ଦିନ ରଖିକି, ଦେଖିବେ ଆପଣଙ୍କ ଚୁଟି କଳା ହେବା ସହିତ ଉପୁଡ଼ିବା ମଧ୍ୟ କମ୍ ହେବ। ଅନେକ ଜାଣନ୍ତିନି ଏ କଥା, ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଯଦି ଆପଣମାନଙ୍କ ଧନ କୌଣସି ଗରିବ ଅସହାୟ ରୋଗୀମାନଙ୍କ ସେବାରେ ଲାଗିପାରିଲା, ଜାଣନ୍ତୁ ଆପଣଙ୍କର ରୋଜଗାର ସାର୍ଥକ ହୋଇଗଲା, ଆପଣଙ୍କ ଧନର ମଧ୍ୟ ବହୁତ ମହତ୍ତ୍ୱ ରହିଲା। ତ ଆଜି ଆପଣମାନେ ଯଦି ଚାହୁଁଛନ୍ତି ଆପଣଙ୍କର ସେଇ ଧନ ମହତ କାର୍ଯ୍ୟରେ ଲାଗୁ, ଯେମିତିକି ଆମେ ଗୋଟିଏ ଆମ୍ବୁଲାନ୍ସ କରିଛୁ, ଯେଉଁ ଆମ୍ବୁଲାନ୍ସ ପ୍ରତିଦିନ କିଛି ଅସହାୟ ରୋଗୀମାନଙ୍କୁ ମେଡ଼ିକାଲରେ ପହଞ୍ଚାଏ, କିଛି ଗରିବ ଅନାଥ ଶିଶୁମାନଙ୍କୁ ମଧ୍ୟ ଆମେ ବସ୍ତ୍ର ଦାନ କରୁ, କିଛି ରୋଗୀମାନଙ୍କ ପାଖରେ ପହଞ୍ଚୁ ଯେଉଁମାନେ ବହୁତ ରୋଗରେ ପୀଡ଼ିତ, ସେମାନଙ୍କ ପାଖରେ ଆମେ କିଛି ଅର୍ଥ ଆଉ ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରୁ। ଏ କିଛି ଦିନ ପୂର୍ବରୁ ଆପଣମାନେ ସହଯୋଗ କଲେ, ଆମେ ମଧ୍ୟ କିଛି କମ୍ବଳ ଅସହାୟମାନଙ୍କ ପାଖରେ ଯାଇ ପହଞ୍ଚି ବାଣ୍ଟିଥିଲୁ। ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ ଆମ ଦ୍ୱାରା କୌଣସି ମହତ କାର୍ଯ୍ୟରେ ଲାଗୁ, ତ ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ନିଶ୍ଚିନ୍ତ ଆପଣ କଲ୍ କରନ୍ତୁ। ଆଉ ଆପଣଙ୍କ ବିବାହ ବାର୍ଷିକରେ, ଆପଣଙ୍କ ପିଲାମାନଙ୍କ ଜନ୍ମରେ, ଶ୍ରାଦ୍ଧରେ ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପୁଅ ନାମରେ, ଝିଅ ନାମରେ, ସ୍ତ୍ରୀ ନାମରେ ନିଶ୍ଚିନ୍ତ ଭାବରେ ଆପଣ ଦାନ କରିପାରିବେ। ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ଆପଣ କଲ୍ କରନ୍ତୁ, ଆମେ ଦେବୁ ଆପଣଙ୍କୁ ଫୋନ୍ପେ ନମ୍ବର, ଯେଉଁ ଫୋନ୍ପେ ନମ୍ବରରେ ଆପଣଙ୍କର ଦାନ ପହଞ୍ଚି ପାରିବ। ଆଉ ନିଶ୍ଚିନ୍ତ ଭାବରେ ଆପଣଙ୍କର ଦାନ କେଉଁ କାର୍ଯ୍ୟରେ ଲାଗୁଛି ତାର ମଧ୍ୟ ଭିଡ଼ିଓ କରି ଭାବ ଦିବାକର ଚ୍ୟାନେଲରେ ଆମେ ନିଶ୍ଚିନ୍ତ ଭାବରେ ପକାଇବୁ। ଆପଣ ଦେଖି ନିଶ୍ଚିନ୍ତ ଖୁସି ହେବେ। ତ ଆପଣଙ୍କ ପୁଅ ଝିଅ ବିବାହ ବାର୍ଷିକ ଜନ୍ମଦିନରେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦାନ ମହତ କାର୍ଯ୍ୟରେ ଲାଗୁ, ତ ସେଇ ଶୁଭ ଦିନ ମାନଙ୍କରେ ଆପଣ କଲ୍ କରି ଆମକୁ ଫୋନ୍ପେ ନମ୍ବର ମାଗିପାରିବେ। ଆଉ ଆମ୍ଭେମାନେ ଆପଣଙ୍କୁ ଫୋନ୍ପେ ନମ୍ବର ଦେବୁ, ଯେଉଁ ନମ୍ବରରେ ଆପଣ ସହଯୋଗ ରାଶି ପଠାଇ ପାରିବେ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଧନର ସାର୍ଥକତା ହେବ।